ଆମେ ରୁଧିର ପ୍ରଥମ ସୃଷ୍ଟି ଖଣ୍ଡ କରିଥିଲେ। ଆଜି ଆମେ ପାଠ ଦ୍ୱିତୀୟ ଅଧ୍ୟାୟ। ପ୍ରଥମ ଅଧ୍ୟାୟ କାଲି ଯାଇଥିଲା, ଆଜି ଆମେ ଦ୍ୱିତୀୟ ଅଧ୍ୟାୟ ପାଠ କରିବା। ପ୍ରଥମ ଅଧ୍ୟାୟରେ ଭଗବାନ ନାରଦଙ୍କର କେମିତି ଗର୍ବ ହେଇଛି, ଅହଙ୍କାର ହେଇଛି, ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନି ଜଣ ଯାକ ତାଙ୍କୁ ତାଙ୍କର ଅହଙ୍କାର କେମିତି ଭାଙ୍ଗିବ ସେ ବିଷୟରେ କିଛି ତାଙ୍କୁ ଶିକ୍ଷା ଦେବା ପାଇଁ ଯୋଜନା କରୁଛନ୍ତି। ଅର୍ଥାତ୍ ନାରଦଙ୍କର ଅହଙ୍କାର କେମିତି ଅତିରିକ୍ତ ହେଇଯାଇଛି ସେ ବିଷୟରେ ଆମେ ସେଠି ପଢୁଥିଲେ। ଗତକାଲି ଆମେ ପଢୁଥିଲେ। ଆଜି ଆମେ ପାଠ କରିବା ଦ୍ୱିତୀୟ ଅଧ୍ୟାୟ। ମାୟା ନିର୍ମିତ ନଗରରେ ଶିଳନିଧିଙ୍କ କନ୍ୟା ପ୍ରତି ନାରଦଙ୍କ ମୋହ, ବିଷ୍ଣୁଙ୍କୁ ତାଙ୍କ ରୂପ ପ୍ରଦାନ କରିବାକୁ ନାରଦଙ୍କ ପ୍ରାର୍ଥନା, ନାରଦଙ୍କୁ ବିଷ୍ଣୁଙ୍କ ସୁନ୍ଦର ରୂପ ସହିତ ବାନର ମୁଖ ପ୍ରାପ୍ତି, କନ୍ୟା ବିଷ୍ଣୁଙ୍କୁ ବରଣ କରିବାରୁ ନାରଦଙ୍କ ନୈରାଶ୍ୟ ଏବଂ ଶିବ ଗଣଙ୍କୁ କ୍ରୋଧ ନାରଦଙ୍କ ଅଭିଶାପ। ସୁତମୁନି କହିଲେ, ମହର୍ଷିଗଣ, ନାରଦ ମୁନି ବିଷ୍ଣୁଙ୍କ ନିକଟରୁ ଚାଲିଯିବା ପରେ ଭଗବାନ ଶିବଙ୍କ ଇଚ୍ଛାରେ ମାୟା ବିଶାରଦ ଶ୍ରୀହରି ଅବିଳମ୍ବେ ତାଙ୍କର ମାୟା ପ୍ରକଟ କରିଦେଲେ। ସେ ମୁନିଙ୍କ ଯିବା ବାଟରେ ଗୋଟିଏ ବିଶାଳ ନଗର ସୃଷ୍ଟି କରିଦେଲେ, ଯାହାକି 100 ଯୋଜନ ପର୍ଯ୍ୟନ୍ତ ବିସ୍ତୃତ ଥିଲା। ସେହି ଅଦ୍ଭୁତ ନଗରଟି ଅତି ମନୋହର ଥିଲା। ଭଗବାନ ତାକୁ ବୈକୁଣ୍ଠ ଠାରୁ ମଧ୍ୟ ଅଧିକ ରମଣୀୟ କରିଥିଲେ। ନାନା ପ୍ରକାର ବସ୍ତୁ ସେହି ନଗରର ଶୋଭାବର୍ଦ୍ଧନ କରୁଥିଲା। ସେଠାରେ ନର ନାରୀଙ୍କ ନିମନ୍ତେ ଅନେକ ବିହାର ସ୍ଥଳ ଥିଲା। ନଗରରେ 4 ବର୍ଣ୍ଣର ଲୋକେ ନିବାସ କରୁଥିଲେ। ସେଠାରେ ଶିଳନିଧି ନାମକ ଜଣେ ଐଶ୍ୱର୍ଯ୍ୟଶାଳୀ ରାଜା ରାଜୁତି କରୁଥିଲେ। ସେ ତାଙ୍କ କନ୍ୟାର ସ୍ୱୟଂବର ନିମନ୍ତେ ପ୍ରସ୍ତୁତି କରୁଥିଲେ। ସେଥିପାଇଁ ସେ ଗୋଟିଏ ଉତ୍ସବର ଆୟୋଜନ କରିଥିଲେ। ଇଏ ସବୁ ଭଗବାନ ବିଷ୍ଣୁଙ୍କର ମାୟା ରୂପରେ ସେ ଗୋଟିଏ ନଗର ନିର୍ମାଣ କଲେ ଆଉ ନଗରରେ ରାଜା କଲେ, ରାଜାଙ୍କର କନ୍ୟା ମଧ୍ୟ କଲେ, କନ୍ୟାର ସ୍ୱୟଂବର ଯୋଜନା କଲେ। ସେ ତାଙ୍କ କନ୍ୟାର ସ୍ୱୟଂବର ନିମନ୍ତେ ପ୍ରସ୍ତୁତ କଲେ। ସେଥିପାଇଁ ସେ ଗୋଟେ ଉତ୍ସବର ଆୟୋଜନ କଲେ। ତାଙ୍କ କନ୍ୟା ସଙ୍ଗେ ବିବାହ କରିବା ମାନସରେ ଦିଗ ଦିଗନ୍ତରୁ ଅନେକ ରାଜକୁମାର ନାନା ପ୍ରକାର ବେଶଭୂଷା ଶୋଭାରେ ମଣ୍ଡିତ ହୋଇ ସେଠାରେ ପଦାର୍ପଣ କରିଥିଲେ। ନଗରଟି ରାଜକୁମାରଙ୍କ ଉପସ୍ଥିତିରେ ଆହୁରି ଶୋଭାମାନ ହଉଥିଲା, ଭାରି ସୁନ୍ଦର ଦେଖାଯାଉଥିଲା। ଏଭଳି ସୁନ୍ଦର ନଗରୀକୁ ଦେଖି ନାରଦ ମୋହିତ ହେଇଗଲେ। ସେ ରାଜା ଶିଳନିଧିଙ୍କ ଦ୍ୱାରକୁ ଗଲେ। ମୁନି ଶିରୋମଣିଙ୍କୁ ଦେଖି ମହାରାଜା ଶିଳନିଧି ତାଙ୍କୁ ପାଛୋଟି ନେଲେ। ଶ୍ରେଷ୍ଠ ରତ୍ନମଣ୍ଡିତ ସିଂହାସନରେ ବସାଇ ପୂଜା କଲେ। ତତ୍ପଶ୍ଚାତ ତାଙ୍କର ଶ୍ରୀମତୀ ନାମ୍ନୀ ଯେଉଁ କନ୍ୟାର ସ୍ୱୟଂବର ହେବାର ଥିଲା ତାକୁ ଡାକି ନାରଦଙ୍କ ଚରଣରେ ପ୍ରଣାମ କରିବାକୁ କହିଲେ। ସେ କନ୍ୟାକୁ ଦେଖି ନାରଦ ଚକିତ ହେଇଗଲେ। ସେ କହିଲେ, ହେ ରାଜନ, ଏହି ଦେବକନ୍ୟା ତୁଲ୍ୟ ଅନୁପମ ସୁନ୍ଦରୀ କନ୍ୟାଟି କିଏ? ରାଜା କରପତ୍ର ଯୋଡ଼ି କହିଲେ, ଏ ମୋର କନ୍ୟା, ଏହାର ନାମ ଶ୍ରୀମତୀ। ଏ ବିବାହ ଯୋଗ୍ୟ ହୋଇଗଲାଣି, ତେଣୁ ସ୍ୱୟଂବର ସଭାରେ ନିଜର ବର ଚୟନ କରିବ। ଏହାଠାରେ ସବୁ ପ୍ରକାର ଶୁଭ ଲକ୍ଷଣ ଅଛି। ମହର୍ଷି, ଆପଣ ଏହାର ଭାଗ୍ୟ ବିଷୟରେ କିଛି ଆଲୋକପାତ କରନ୍ତୁ। ରାଜା ଏପରି ପଚାରିବାରୁ ନାରଦ ମୁନି କାମ ଭାବନାରେ ବିହ୍ୱଳ ହୋଇ ସେ କନ୍ୟାକୁ ପାଇବା ଇଚ୍ଛାରେ ରାଜାଙ୍କୁ ସମ୍ବୋଧିତ କରି କହିଲେ, ହେ ଭୂପାଳ, ଏ କନ୍ୟା ସମସ୍ତ ଶୁଭ ଲକ୍ଷଣ ସମ୍ପନ୍ନା ଏବଂ ପରମ ସୌଭାଗ୍ୟଶାଳିନୀ। ଏ ଆପଣା ମହାନ ଭାଗ୍ୟ କାରଣରୁ ଧନ୍ୟା ଏବଂ ସାକ୍ଷାତ ଲକ୍ଷ୍ମୀଙ୍କ ପରି ସମସ୍ତ ଗୁଣର ଆଗାର ଅଟେ। ଏହାର ବର ନିଶ୍ଚୟ ଭଗବାନ ଶିବଙ୍କ ପରି ବୈଭବଶାଳୀ, ସର୍ବେଶ୍ୱର, ଅପରାଜୟ, ବୀର, କାମ ବିଜୟୀ ତଥା ସମସ୍ତ ଦେବତାଙ୍କ ଠାରୁ ଶ୍ରେଷ୍ଠ ହେବ। ଏତିକି କହି ସ୍ୱଚ୍ଛନ୍ଦ ବିଚରଣକାରୀ ନାରଦ ରାଜାଙ୍କ ଠାରୁ ବିଦାୟ ନେଇ ଚାଲିଗଲେ। ସେ କିନ୍ତୁ କାମର ବଶୀଭୂତ ହୋଇଯାଇଥିଲେ। ଶିବଙ୍କ ମାୟା ତାଙ୍କୁ ପ୍ରବଳ ମୋହରେ ପକାଇ ଦେଇଥିଲା। ସେ ମନେ ମନେ ଭାବିବାକୁ ଲାଗିଲେ, କଣ କଲେ ମୁଁ ଏ ରାଜକୁମାରୀଙ୍କୁ ପାଇପାରିବି? ସ୍ୱୟଂବରକୁ ଆଗତ ସମସ୍ତ ରାଜାଙ୍କୁ ଛାଡି ସେ ମତେ କେମିତି ବରଣ କରିବ? ଗୋଟିଏ ଉପାୟ ଅଛି। ନାରୀମାନଙ୍କୁ ସୌନ୍ଦର୍ଯ୍ୟ ଅଧିକ ପ୍ରିୟ ହୋଇଥାଏ, ତେଣୁ ମୋ ଠାରେ ସୌନ୍ଦର୍ଯ୍ୟ ଦେଖିଲେ ସେ ନିଶ୍ଚିତ ରୂପେ ପ୍ରସନ୍ନତା ପୂର୍ବକ ମୋର ଯେ ଅଧୀନ ହୋଇଯିବ ସେଥିରେ ସନ୍ଦେହ ନାହିଁ। ଏଇ କଥା ଚିନ୍ତା କରି କାମ ବିହ୍ୱଳ ମୁନୀଶ୍ୱର ନାରଦ ଭଗବାନ ବିଷ୍ଣୁଙ୍କର ରୂପ ଲାଭ କରିବା ମାନସରେ ଅବିଳମ୍ବେ ଯାଇ ବିଷ୍ଣୁ ରୂପରେ ପହଞ୍ଚିଗଲେ। କାରଣ ବିଷ୍ଣୁ ହଉଛନ୍ତି ସବୁଠାରୁ ସୁନ୍ଦର ବ୍ୟକ୍ତି। ତେଣୁ ବିଷ୍ଣୁଙ୍କର ରୂପ ନେବା ପାଇଁ ନାରଦ କଣ କଲେ, ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। ସେ ଭଗବାନ ବିଷ୍ଣୁଙ୍କୁ ପ୍ରଣାମ କରି କହିଲେ, ହେ ଭଗବାନ, ମୁଁ ଏକାନ୍ତରେ ଆପଣଙ୍କୁ ସମସ୍ତ ବୃତ୍ତାନ୍ତ କହିବି। ଭଗବାନ ତଥାସ୍ତୁ କହି ଏକାନ୍ତକୁ ଯାଇ ମୁନିଙ୍କୁ ପଚାରିଲେ, ଏଥର କଣ କହିବାକୁ ଚାହୁଁଛ କୁହ? ନାରଦ କହିଲେ, ଭଗବାନ, ଆପଣଙ୍କ ଭକ୍ତ ରାଜା ଶିଳନିଧି ସର୍ବଦା ଧର୍ମ ପାଳନରେ ତତ୍ପର ରହନ୍ତି। ତାଙ୍କର ଗୋଟିଏ ଅତ୍ୟନ୍ତ ସୁନ୍ଦରୀ ବିଶାଳ ଲୋଚନା କନ୍ୟା ଅଛି। ତାର ନାମ ଶ୍ରୀମତୀ। ସେ ବିଶ୍ୱ ମୋହିନୀ ରୂପରେ ବିଖ୍ୟାତ ଏବଂ 3 ଲୋକରେ ଯେ ସବୁଠାରୁ ଅଧିକ ସୁନ୍ଦରୀ। ପ୍ରଭୁ, ଆଜି ମୁଁ ଯଥାଶୀଘ୍ର ସେହି କନ୍ୟା ସହ ବିବାହ କରିବାକୁ ଚାହେଁ। ରାଜା ଶିଳନିଧି ତାଙ୍କ କନ୍ୟାର ଇଚ୍ଛା ଅନୁଯାୟୀ ସ୍ୱୟଂ ବର ସଭାର ଆୟୋଜନ କରିଛନ୍ତି।
ସେଥିପାଇଁ ଚତୁର୍ଦିଗରୁ हजार हजार संख्यार राजकुमार आसिछन्ति। प्रभु मु आपणकर प्रिय सेवक, तेणु दयाकरी मते आपणकर रूप प्रदान करନ୍ତୁ। सेही रूपरे मोहित होई राजकुमारी निश्चित मते पति रूपरे वर्ण करिवे। राजकुमारी तापरे सुत कहले महर्षिगण नारदଙ୍କ କଥା ଶୁଣି ଭଗବାନ ମଧୁସୂଦନ ହସିଦେଲେ। प्रभु विष्णु गले हसिदेले एवं भगवान शिव प्रभाव को अनुभव करी दयालु प्रभु निम्न प्रकार कहले। भगवान विष्णु कहले, मुने तुमे तुमर अभीष्ट स्थान को जाओ। जड़े श्रेष्ठ वैद्य जेपरी अत्यंत पीड़ाग्रस्त रोगी हित करथाए, मु सेहीपरि तुमर हित साधन करिवि, कारण तुमे मोर अत्यंत प्रिय। तेणु भगवान विष्णु तांकु नारदଙ୍କୁ कहिकी पठेले। एतिकी कही भगवान विष्णु नारदଙ୍କ समस्त अंग को निज अंग परि सुंदर करदेले, किंतु तांको मुखटी को बानर रूप परि करदेले। एहा पर से अंतर्निहित होई गले। भगवान ठारू पूर्वोक्त कथा सुनी एवं तांकर मनोहर रूप प्राप्त करी नारद अत्यंत हर्षित होई गले। से निजको कृत्य कृत्य मन कले। भगवान सेत्रे की प्रचेष्टा कले ताहा से बुझी पारले नाही। एहा पर नारद अविलंबे जाई राजकुमार माने बसिथिबा स्वयंवर सभारे बसिगले। विप्रगण राजकुमार मानक द्वारा परिपूर्ण सेही सभा द्वितीय इंद्र सभा परि लागुथिला। नारद जाई राजसभारे बसिगले एवं प्रसन्न मनरे बारंबार एही कथा भाबुथिले जे मु भगवान विष्णुଙ୍କ परि रूप पाइछि, तेणु राजकुमारी निश्चित रूपे मते वरण करिवे। तांको ए कथा जणा नथिले जे मुखडी तांकर एडा असुंदर। सभारे बसिथिबा अन्य समस्त को मुनि तांको प्रकृत रूपरे दृश्यमान हेउथिले। राजकुमार प्रभृति केही हेले तांकर रूप परिवर्तन रहस्य को जानि परले नाही। यार अर्थ आपण माने कोन बुझिले? एठी नारदंकर असली मुख समस्त को देखा जाउतला, किंतु केवल से कन्या को देखा जाउतला जे तांकर गोटे मुख बानर मुख होई जाइछि बोली से कन्या को देखा जाउतला। तेणु राजकुमार प्रभृति को केही हेले तांकर रूप विवर्तन रहस्य जानि परलेनी। सेठारे नारदंको सुरक्षा पई आसिथिबा भगवान रुद्रंकर दुई जण पार्षद छद्म रूपे ब्राह्मण वेश धारण करी बसिथिले। भगवान रुद्र माने महादेव दुई जण पार्षद दुई जण पाख लोक छद्म रूपे ब्राह्मण होइकि बसिथिले। केवल सेही दुई जण नारदंको रूप परिवर्तन रहस्य को जानिथिले। मुनि को काम आदेश रे विमोहित होई से दुहे तांको निकट को गले एवं परस्पर मध्य कथावार्ता हेबा छळे मुनिकर परिहास कले। मात्र मुनि तो काम विमोहित हो जाइतिले, तेणु सेमानंक दक्षाक्षर कथा सुनी मध्य न सुनला परी रहिले एवं श्रीमती को पाइबा इच्छा रे तार आगमन को प्रतीक्षा कले। इति मध्यरे राजकुमार श्रीमती नारी मानक गण रे अंतपुर बाहरी स्वयंवर सभारे पदार्पण कले। से हाथ सुवर्ण एक सुंदर वर्णमाला धरिथिले। सेही रूपवती शुभलक्षणा राजकन्या स्वयंवर सभार मध्य भागरे लक्ष्मी परी शोभा पाउथिले। राजकन्या श्रीमती इच्छानुरूप वर अन्वेषण रे माला रूपरे मालाटी हाथ रे धरी समग्र सभारे भ्रमण करबाक लागिला। नारदंकर विष्णुଙ୍କ तुल्य शरीर एवं मर्कट तुल्य मुखमंडल देखि तो कुपित होइगला। मात्र सेठर मुह बुलाई प्रसन्न मनरे अन्यत्र चलीगला, किंतु स्वयंवर सभारे निजर मनोवांछित वर देखिबाकू न पाई से भयभीत होइगला एवं नीरवरे सभा मध्य ठिया होइगला। से काहा कइले वर्णमाला पिंधाइला नाही। इति मध्यरे राजांक परि वेशभूषारे आसी भगवान विष्णु सेठारे उपस्थित हेले। तांको अन्य केही देखि पारले नाही, केवल राजकन्या तांको देखि पारिला। तांको उपरे दृष्टि पड़िबा क्षणी राजकुमारीर मुखमंडल हर्षरे उल्लसित होई पड़िला। से अविलंबे तांको वर्णमाला पिंधाई देला। राजा रूपधरी भगवान विष्णु राजकुमारी को नहीं सेठारु अदृश्य होई गले। से तांको धाम को चली गले। सभारे बसिथिबा राजकुमार माने निराश होई गले। नारद मुनि काम वेदना रे अत्यंत आकुल होई उठिले। तांकर स्थिति देखि विप्र रूपधरी ज्ञान विशारद रुद्रगण दुहे कहिले, हे नारद, हे मुने, तुमे वृथारे काम मोहित हेउछ आ सौंदर्य बଳରେ राजकुमारी को पाइबा पई चाहुछ। निजर बानर तुल्य घृणित मुखमंडल को तो थरे देख। सुत कहउचंती महर्षिगण रुद्रगणक कथा सुनी नारदଙ୍କୁ आश्चर्य लागला। शिवमाया विमोहित नारद दर्पण रे अपना मुख देखिले। निजर बानर तुल्य मुख देखिया मात्र हठात क्रोधरे कंपी उठिले एवं माया मोहित होइथिबारु रुद्रगण दुईଙ୍କୁ अभिशाप दे कहले, अरे दुष्ट, तुमे दुहे मो परि ब्राह्मणर उपहास करिछ, तेणु तुमे ब्राह्मण बीजरे जन्मी राक्षस हेब। ब्राह्मण बीजरे जन्मी राक्षस हेबार ब्राह्मण
ସନ୍ତାନ ହୋଇ ମଧ୍ୟ ତୁମର ଆକୃତି ରାକ୍ଷସ ପରି ହେବ। ଏଭଳି ଅଭିଶାପ ବାକ୍ୟ ଶୁଣି ମଧ୍ୟ ଦୁହେଁ ମୁନିଙ୍କୁ ମାୟା ମୋହିତ ଜାଣି କିଛି ଉତ୍ତର ଦେଲେ ନାହିଁ। ସେ ଦୁହେଁ ସମସ୍ତ ଘଟଣାରେ ଶିବଙ୍କ ଇଚ୍ଛା ଥିବା ଅନୁଭବ କରୁଥିଲେ, ତେଣୁ ଉଦାସୀନ ଭାବରେ ନିଜର ସ୍ଥାନକୁ ଚାଲିଗଲେ ଏବଂ ଶିବଙ୍କୁ ସ୍ତୁତି କରିବାକୁ ଲାଗିଲେ। ଇଏ ଆମର ରହିଲା ଅଧ୍ୟାୟ, ତୃତୀୟ ଅଧ୍ୟାୟ ଆମେ ପାଠ କଲେ। ଏଠି ତୃତୀୟ ଅଧ୍ୟାୟ ସରିଗଲା। ପ୍ରଥମ ଦ୍ୱିତୀୟ ଅଧ୍ୟାୟ ଆମେ ପଢିଥିଲେ, ଏଠି ରହିଲା ତୃତୀୟ ଅଧ୍ୟାୟ। ଆସନ୍ତା କାଲି ଆମେ ଚତୁର୍ଥ ଅଧ୍ୟାୟ ପାଠ କରିବା। ଆସନ୍ତା କାଲି ଦେଖା ହବା।